नमस्कार। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡିଓରେ ଆମେ ଆଲୋଚନା କରିବା ଯେ ସେକ୍ସନ 18 ଅଫ ଆରଟି ଆକ୍ଟ 2005 ସୂଚନା ଅଧିକାର ଅଧିନିୟମ 2005 ର ସେକ୍ସନ 18 ଉପରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିବା। ଦୁଇଟା ଫେଜରେ ଆଲୋଚନା କରିବା। ତେଣୁ ଏତେବେଳେ ମୁଁ ଅନୁରୋଧ କରୁଛି ସମସ୍ତ ପବ୍ଲିକ ଇନଫର୍ମେସନ ଅଫିସର, ଫାଷ୍ଟ ଆପିଲେଟ ଅଥରିଟି ଏବଂ ସମସ୍ତ ସିଟିଜେନ ଏବଂ ଯୋଉମାନେ ବି ଏଠି ସଂଯୁକ୍ତ ଅଛନ୍ତି ସମସ୍ତେ ଶୁଣିବା ପାଇଁ ମୁଁ ଅନୁରୋଧ କରୁଛି। ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ରିକ୍ୱେଷ୍ଟ କରୁଛି ଲାଇକ୍ ସେୟାର ସବସ୍କ୍ରାଇବ କରିବେ, କାରଣ ଆପଣମାନଙ୍କର ଗୋଟେ ଗୋଟେ ସବସ୍କ୍ରାଇବ ଆମକୁ ଗୋଟେ ଗୋଟେ ଇନ୍ସପିରେସନ ଯୋଗୁଛି ଯେ ଏଇଭଳି ନୂଆ ନୂଆ ଭିଡିଓ ଆପଣମାନଙ୍କ ପାଖକୁ ପହଞ୍ଚିବା ପାଇଁ। ତେଣୁ ମୁଁ ରିକ୍ୱେଷ୍ଟ କରୁଛି ବାରମ୍ବାର ଯେ ଆପଣମାନେ ସବସ୍କ୍ରାଇବ କରିବେ। ତେବେ ଚାଲନ୍ତୁ ଆଜିର ଏଇ ବିଷୟବସ୍ତୁଟି ଆରମ୍ଭ କରିବା। ସେଇଟା ହେଲା ସୂଚନା ଅଧିକାର ଅଧିନିୟମର ଧାରା 18 କଣ କହୁଛି। ଧାରା 18 କହୁଛି ପାୱାର ଆଣ୍ଡ ଫଙ୍କସନ୍ସ ଅଫ ଇନଫର୍ମେସନ କମିଶନ। ଇନଫର୍ମେସନ କମିଶନଙ୍କର କଣ କଣ କର୍ତ୍ତବ୍ୟ ଅଛି ବା ସେ କଣ କରିପାରିବେ ତାର ତମାମ ବିବରଣୀ ଜଣେ ଆପ୍ଲିକାଣ୍ଟ ଉପରେ ବା ଆପ୍ଲିକାଣ୍ଟ ଉପରେ ବା ପବ୍ଲିକ ଇନଫର୍ମେସନ ଅଫିସର ଅଫିସର ଉପରେ ଅଫିସରଙ୍କ ଉପରେ ବା ଆସିଷ୍ଟାଣ୍ଟ ପବ୍ଲିକ ଇନଫର୍ମେସନ ଅଫିସରଙ୍କ ଉପରେ ତାର ତମାମ ବିବରଣୀ ଉପରେ ଆମେ ଆଲୋଚନା କରିବା। ତେବେ ଆସନ୍ତୁ ସେକ୍ସନ 18 ର ଉପସେକ୍ସନ 1 କଣ କହୁଛି। ସେକ୍ସନ 18 ଉପସେକ୍ସନ କହୁଛି ଯେ subject to provision for this act shall be the duty of the state information commission। এটা হচ্ছে স্টেট ইনফরমেশন কমিশন বা সেন্ট্রাল, যদি সেন্ট্রাল কথা চিন্তা করিবা তাহলে সেন্ট্রাল ইনফরমেশন কমিশন, যেহেতু আমি স্টেট লেভেলর কথা চিন্তা করছি কারণ এটা উভয় সেন্ট্রাল স্টেট ইনফরমেশন কমিশন বা সেন্ট্রাল ইনফরমেশন কমিশন কহিପାରିବା। স্টেট ପବ୍ଲିକ ଇନଫର୍ମେସନ ଅଫିସର ବା ସେଣ୍ଟ୍ରାଲ ପବ୍ଲିକ ଇନଫର୍ମେସନ କହିପାରିବା। ତେଣୁ ମୁଁ କେବଳ ଏଇଠି ଆପଣମାନଙ୍କର ଓଡ଼ିଶା ବେସିସରେ ଯେହେତୁ ଆପଣମାନଙ୍କୁ ଇଏ କରୁଛି, ତେଣୁକରି ଆପଣଙ୍କର ଷ୍ଟେଟ ଷ୍ଟେଟ ଇନଫର୍ମେସନ କମିଶନଙ୍କର ଏଇଟା ହେଲା ସୋଲ ଡ୍ୟୁଟି। এটা হচ্ছে সোল ডিউটি কোড টু রিসিভ আন এনকোয়ারি ইনটু এ কমপ্লেনান্ট ফ্রম এনি পর্সন। যেকୌଣସି পর্সন যেকୌଣସି কমপ্লেন দিଅନ୍ତି, ଯେକୌଣସି ପ୍ରକାର ପିଟିସନ ଦିଅନ୍ତି ବା ଯେକୌଣସି ପ୍ରକାର ଅପିଲ ଦିଅନ୍ତି ତାକୁ ରିସିଭ କରିବା ଏବଂ ତା ଅନୁସାରେ ଯଥାଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ଏଇଟା ହଉଛି ପ୍ରକୃତ ପକ୍ଷେ ସୂଚନା ଆୟୁକ୍ତଙ୍କର ପୁରା ସୋଲ ଡ୍ୟୁଟି ବା ତାଙ୍କର ସ୍ପିରିଟ ଅଫ ଆରଟିଏ ର ଡ୍ୟୁଟି। କଣ ନା ଯାହା ସବୁ କମ୍ପ୍ଲେଣ୍ଟ ଆସୁଛି ସେକ୍ସନ 18 ପ୍ରକାରେ ଯାହା ସବୁ କମ୍ପ୍ଲେଣ୍ଟ ଆସୁଛି ବା ଅନ୍ୟାନ୍ୟ ଆପଣଙ୍କର ଅଭିଯୋଗ ଆସୁଛି ତାକୁ ଗ୍ରହଣ କରିବା ଏବଂ ଗ୍ରହଣ କରି ଯଥାସ୍ଥିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ଏଇଟା କେମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କୋଉ ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସୂଚନା ଆୟୁକ୍ତଙ୍କର, ସେ ବିଷୟରେ ଆମେ ଦେଖିବା। ଏରେ କଣ କୁହାଯାଇଛି। ଏରେ କୁହାଯାଇଛି ହୁ ହାଜ ବିନ୍ ଅନଏବଲ ଟୁ ସବମିଟ ଏ ରିକ୍ୱେଷ୍ଟ ଟୁ ଏ ଷ୍ଟେଟ public information officer as the case may be either by reach to no such effort or officer has been appointed under this act, or because the state assistant public information officer as the case may be has refused to accept his or her application for information or appeal under under this act, that is section 1 of the section 19। এইটার অর্থ ହେଲା ଯଦି କୌଣସି ପବ୍ଲିକ ଅଥରିଟିରେ ବା କାର୍ଯ୍ୟାଳୟରେ ବର୍ତ୍ତମାନ ସୁଦ୍ଧା ଆପଣଙ୍କର ପବ୍ଲିକ ଇନଫର୍ମେସନ ଅଫିସରଙ୍କୁ ଡେଜିନେଟ୍ କରାଯାଇନାହିଁ ବା ଆସିଷ୍ଟାଣ୍ଟ ପବ୍ଲିକ ଇନଫର୍ମେସନ ଅଫିସରଙ୍କୁ ଡେଜିନେଟ୍ କରାଯାଇନି, ଯାହାରି ଫଳରେ ଜଣେ ସିଟିଜେନ ତାଙ୍କର ଯୋଉ ସବୁ ଇନଫର୍ମେସନ ପାଇବା ପାଇଁ ଆଶା ରଖିକି ଆପ୍ଲିକେସନ ଦେବାରୁ ବଞ୍ଚିତ ହଉଛନ୍ତି ବା ବିଧି ଯଥାବିଧି ଅନୁସାରେ ଯୋଉ ଇନଫର୍ମେସନ ପାଇଛନ୍ତି ବା ଅପିଲ କରିବା ପାଇଁ ବଞ୍ଚିତ ହଉଛନ୍ତି, ତାହାରି ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ କଣ ସୂଚନା ଆୟୁକ୍ତଙ୍କର ମୁଖ୍ୟ ଡ୍ୟୁଟି ରହିଛି ବା କର୍ତ୍ତବ୍ୟ ରହିଛି ତାକୁ ତଦାରଖ କରିବେ ବା ତାକୁ ସ୍କ୍ରୁଟିନାଇଜ କରିବେ ବା ତାକୁ ଭଲରେ ବିବେଚନା କରିବେ ଏବଂ ଭଲରେ ପରଖି ଦେଖିବେ। କାରଣ ସେ ଆପଣଙ୍କର ପବ୍ଲିକ ଇନଫର୍ମେସନ ଅଫିସରଙ୍କର ଅନୁପସ୍ଥିତ ଯୋଗୁ ବା ଡେଜିନେଟ ହେଇନଥିବା ଯୋଗୁ ସେ ଏଇ ସମସ୍ତ କାରଣରୁ ବଞ୍ଚିତ ହେଲେ କିଏ, ଆପ୍ଲିକାଣ୍ଟ। ତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ କାହା ଦ୍ୱାରା ନା ସୂଚନା ଆୟୁକ୍ତଙ୍କ ଦ୍ୱାରା। ତାପରେ ବି ରେ କଣ କୁହାଯାଉଛି, who has been refused access to any information requested under this act। ଯେକୌଣସି ଆପ୍ଲିକାଣ୍ଟ ଆପଣଙ୍କର ଆପ୍ଲିକେସନ କରିଥିଲେ କିନ୍ତୁ ଆପ୍ଲିକେସନ ଟାକୁ ରେଫ୍ୟୁଜ କରିଦେଇଛନ୍ତି କିଏ ନା ପବ୍ଲିକ ଇନଫର୍ମେସନ ଅଫିସର ବା ଆସିଷ୍ଟାଣ୍ଟ ପବ୍ଲିକ ଇନଫର୍ମେସନ ଅଫିସର ବା ଷ୍ଟେଟ ପବ୍ଲିକ ଇନଫର୍ମେସନ ଅଫିସର ଆପଣଙ୍କର ରେଫ୍ୟୁଜ କରିଦେଇଛନ୍ତି ଏଇ କ୍ଷେତ୍ରରେ। ଏବଂ ଆଉ କୋଉ କ୍ଷେତ୍ରରେ ସି କଣ କହୁଛି, who has not been given a response to a request for information or access to information within the टाइम लाइन जोटा कि स्टिपुलेटेड टाइम पीरियड 30 डेज। ଯିଏ କି ଆପଣଙ୍କର ଟାଇମ ଲାଇନ ଅନୁସାରେ ଇନଫର୍ମେସନ ଦେଇନାହାନ୍ତି, जो पब्लिक इनफर्मेशन ऑफिसर को एप्लिकेशन करा जाइथिला किंतु टाइम लाइन अनुसार इनफर्मेशन देइनांती, ताहले आमे जानिछु सेक्शन 7 रो 6 प्रकार आपनकर उपधारा 6 प्रकार आपनकर मागणा इनफर्मेशन दिया जिवो। किंतु एठी कोन कहा जिवो
ନା କମିଶନ ସେଟା ଦେଖୁଛନ୍ତି ଯଦି ସେ ଇନଫର୍ମେସନ ଆପଣଙ୍କର କଣ ଦେଇନାହାନ୍ତି ବା ଆପଣଙ୍କର ରିକ୍ୱେଷ୍ଟର ଇନଫର୍ମେସନ ସେ ଟାଇମଲି ଦେଇନାହାନ୍ତି ଯୋଉଟା 30 ଦିନ ଭିତରେ ଦେବା କଥା ଦେଇନାହାନ୍ତି ତାରି ଉପରେ ମଧ୍ୟ ଅନୁଧ୍ୟାନ କରିବେ ତାପରେ କଣ କରିବେ ସେ କଥାଟି ମୁଁ ଆପଣମାନଙ୍କ ସହିତ ଆଲୋଚନା କରିବି। ତାପରେ ଡିଟା କଣ କହୁଛି ହୁ ହାଜ ବିନ୍ ରିକ୍ୱାର୍ଡ ଟୁ ପେ ଆନ୍ ଆମାଉଣ୍ଟ ଅଫ ଫି ହ୍ୱିଚ୍ କନସିଡର୍ड ଆଣ୍ଡ ରିଜନେବୁଲ। ଜଣେ ଆପ୍ଲିକାଣ୍ଟ ଆପଣଙ୍କର କଣ ବହୁତ କ୍ଲୁପ୍ତରେ ପଡୁଛି କିଛି କିଛି ସ୍କିପ୍ କରିକି ଜଣେ ଆପ୍ଲିକାଣ୍ଟ ଯଦି ଆପଣଙ୍କର ଯାହା ଆପଣଙ୍କର ଦେଇଛନ୍ତି କଷ୍ଟ ଅଫ ଇନଫର୍ମେସନ ସେଥିରେ ଯଦି ଜଣେ କନସିଡର କରୁଛି ଏଇଟା ଅନରିଜନେବୁଲ କଣ କି କଷ୍ଟ ଅଫ ଇନଫର୍ମେସନ ତା ଉପରେ ମଧ୍ୟ ସେ ଧ୍ୟାନ ଦେବେ ହେଲା ଏ ବି ସି ଡି ଗଲା। ତାପରେ ଆମେ ଯିବା ଇ ହୁ ବିଲିଭ୍ସ दैट द इनफॉरमेशन हैज गिवन इनकम्प्लीट और मिसलीडिंग इनफॉरमेशन जो एप्लिकेंट भावुଛନ୍ତି जो एप्लिकेशन से करथिले से एप्लिकेशन रो इनफॉरमेशन टोटली से संपूर्ण मात्रा पाई नांती मिसलीडिंग इनफॉरमेशन इनकम्प्लीट इनफॉरमेशन फॉल्स इनफॉरमेशन डिस्ट्रक्टिव इनफॉरमेशन पाइछंती एटा जदी भाबुछंती तारि ऊपर नजर रखिबे। एवं एफ कोन कहूची in respect of any other matter relating to requesting or obtaining access to record under this act ଯେକୌଣସି ଆପ୍ଲିକାଣ୍ଟ ଆପଣଙ୍କର ରେକର୍ଡ ଆକ୍ସେସ କରିବା ପାଇଁ ମାଗିଥିଲେ ବା ଡକୁମେଣ୍ଟ ଆକ୍ସେସ କରିବା ପାଇଁ ମାଗିଥିଲେ ବା ନଥିପତ୍ର ଆକ୍ସେସ କରିବା ପାଇଁ ମାଗିଥିଲେ ସେ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିବେ କିଏ ନା ଇନଫରମେସନ କମିଶନ। ଆମ ଓଡିଶା କଥା ଯଦି ଚିନ୍ତା କରିବା ସୂଚନା ଆୟୁକ୍ତ ଏ ସମସ୍ତ ତମାମ ବିବରଣୀ ଯାହା ଏ ବି ସି ଡି ଇ ଏଫ ଯାହା এই বিষয়বস্তু উপরে সে চিন্তা সে কোন বিচার বিমর্শ করবে এবং সে ডিসাইড করবে কোন করবে দুইরে লেখা আছে where the state information commission as the case may be is satisfied that there are reasonable grounds to inquire into the matter it may initiate an inquiry in respect of their এই ক্ষেত্ରରେ এই तमाम বিবরণী উপরে কাহিଁକି ପବ୍ଲିକ ଇନଫର୍ମେସନ ଅଫିସରଙ୍କୁ ଆପଣଙ୍କର କଣ डेजिनेट करा जाइनी बा एपीआई को डेजिनेट करा जाइनी बा फास्ट अपिलेट अथॉरिटी को डेजिनेट करा जाइनी जारी फल आप्लिकांट कौन कले ना आप्लिकेशन करिबारे बा अपील करिबारे सक्षम होई पारुनांती बा अपील निजर मत एक्सेस करिया इनफॉरमेशन एक्सेस करिया पे सक्षम होई पारुनांती ए विषय ऊपर से ध्यान देबे। तापरे आपनकर कोन ना जो एप्लिकेशन देइतिले एप्लिकेशन टाକୁ रेफ्यूज कर देले एवं आपनकर कोन ना रेस्पॉन्स देइतिले 30 दिन ভিতরে দেবা কথা 30 দিন ভিতরে দেই পারলেনি বা আপনার যে ফিস দিয়াইଥିଲା তাକୁ ଅନରିଜନେବୁଲ বা ଅନରିଜନେବୁଲ ବୋଲି କନସିଡର କଲେ বা ଆପଣଙ୍କର ଇନକମ୍ପ୍ଲିଟ ଇନଫର୍ମେସନ ଦେଲେ বা ଫଲସ ଇନଫର୍ମେସନ ଦେଲେ ମିସଲିଡିଂ ଇନଫର୍ମେସନ ଦେଲେ বা এই যে রিলেটিং টু রিকোয়েস্টিং অর অবটেনিং আক্সেস টু রেকর্ড বা দলিল নথিপত্রକୁ ମଧ୍ୟ ସେ ଆକ୍ସେସ କରିବାରେ ବଞ୍ଚିତ ହେଲେ এই ଦୃଷ୍ଟିକୋଣରୁ सूचना आयुक्त से एनक्वारी करने ऑर्डर करेंगे से निजे एनक्वारी करने आदेश करेंगे से सेक्शन 21 प्रकार पेनाल्टी इम्पोज करेंगे जहाँ भी विधि विधान अनुसार जहाँ भी कार्यानुष्ठान ग्रहण करने इंस्ट्रक्शन दे पारे आज पर सेक्शन 18 सब सेक्शन 2 प्रकार ए समस्त विवरणी को ए समस्त ABCDEF को लेकिन इनफॉरमेशन कमिशन तदंत करे पारे पाखे अच्छी क्षमता अच्छी तदंत कर तार यथाविधि कार्यानुष्ठान ग्रहण करें इंस्ट्रक्शन दे पारे बा कार्यानुष्ठान ग्रहण करें बा आपनकर एक्शन टेकन करें जहाँ भी से करें सेक्शन 2 कौच तेरे जड़े पब्लिक इनफॉरमेशन ऑफिसर हिसाब से आमको जन आम कर्तव्य करने 30 दिन भीतर आमको इनफॉरमेशन देवा पड़ो जहाँ भी एप्लिकेशन रेफ्यूज करने को नहीं रिसीव करवा जदि से इनफॉरमेशन जदि आप एप्लिकेशन जदि अनरिजल्व बा इनकम्प्लीट अच्छी ताहले आमे ताको इंटिमेट कर देबा इनकम्प्लीट एप्लिकेशन आमे रिजेक्ट करछु एवं जो इनफॉरमेशन दउछु आमे ठीक इनफॉरमेशन बुझी सुझी देबा पड़िबो इनकम्प्लीट इनफॉरमेशन किबा आपनकर मिसलीडिंग इनफॉरमेशन किबा फॉल्स इनफॉरमेशन देले तार कार्यानुष्ठान ग्रहण करा जिवो कि सूचना आईन कार्यानुष्ठान ग्रहण करेंगे मे भी आपको पेनाल्टी इम्पोज करेंगे मे भी आपंकर कौन एक्शन टेकन करेंगे मे भी आपंकर एक्सप्लेनेशन मागी पारे मे भी आउ अलग किसी से एक्शन टेकन करेंगे किए सूचना आयुक्त तेणुक समस्त पब्लिक इनफॉरमेशन ऑफिसर भल भाव में सेक्शन 18 को देखिए जहाँ मुझे आलोचना कर पक्षे सिटीजन मैंने जानवा दरकार जे समस्त विषय वस्तु ताले सीधा सड़क सूचना आयुक्त पाखे आम कंप्लेन लॉन्च करवा सेक्शन 18 प्रकार एवं समस्त विवरणी ना सेठी आपनकर डेजिनेट करा जायनि पीआई को एवं पीआई को जब एप्लिकेशन देली से रिसीव कले नाही पीआई को एप्लिकेशन करथिली इनकम्प्लीट इनफॉरमेशन देले मिसलीडिंग इनफॉरमेशन देले एवं मु नथिपत्र देखा चाहिए मत नथिपत्र देखले नाही ए तमाम विवरणी उपरे आपण चिंता प्रकट करी मते मोर न्याय दियंतु ए विषय आम आलोचना करी आपनकर
ଇନଫର୍ମେସନ କମିଶନ କୁ ଆମେ କଣ କରିପାରିବା ସିଟିଜେନ ହିସାବରେ କମ୍ପ୍ଲେନ କରିପାରିବା। କମ୍ପ୍ଲେନ କଲେ ନିଶ୍ଚିତ ଭାବରେ ପବ୍ଲିକ ଇନଫର୍ମେସନ ଅଫିସର ପ୍ରତି ଏଇଟା ଗୋଟେ ଆକ୍ସନ ଟେକେନ୍ ହବ ବା ଯାହା ବି କାର୍ଯ୍ୟାନୁଷ୍ଠାନ ଯାହା ନିଜ ଚିନ୍ତାଧାରା ଭଲ ଠିକ ଭାବୁଛନ୍ତି ସେ ସମସ୍ତ ଅନୁସାରେ କାର୍ଯ୍ୟବିଧି ଅନୁସାରେ ଆଇନଗତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଏହା ହଉଛି କ୍ଷମତା କାହାର ନା ସୂଚନା ଆୟୁକ୍ତଙ୍କର। ଭିଡିଓଟି ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଅନୁରୋଧ କରୁଛି ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ନମସ୍କାର।